ଶାନ୍ତି ହବ କହିଲୁ? ଏତିକି ରଙ୍ଗ ଲଗେଇ ସାରିଲା ପରେ ମୋ ମନ ଶାନ୍ତି ହେଇଯିବ। କଣ ସେ ରଙ୍ଗ ସବୁ ମୋ ମୁହଁରେ ଲଗେଇବୁ ନା କଣ? ହଁ ଲଗେଇବା। ଏଇ ଥରେ ଚିନ୍ତା କଲୁ ସେ କଳା ରଙ୍ଗରେ ମୋ ମୁହଁରେ ଲଗେଇବୁ ତାପରେ ମୁଁ କେମିତି ଦେଖାଯିବି? ମୁଁ ଚିନ୍ତା କରି ସାରିଛି। ଏ ରଙ୍ଗ ଲଗେଇ ସାରିଲା ପରେ ତୁମର ମଙ୍କଡ଼ ପରି ଦେଖାଯିବ। ଏ ଗଡି ଏଇ କଣ ଗାଡି କହିଲ? ଏଇ ର କଣ ବଣି ଚଢେଇକି ବଣି ଚଢେଇ କହିବିନି ଆଉ କଣ ମୟୁରୀ କହିବି ନା କଣ? କଣ କହିଲୁ? ମୋ ବଣି ବଣି ନୁହଁ ମୋ ବଣି ଗେଡି। ଗାଡି ତୋଟା ଶୁଣ ମୋ କଥା ତତେ ଭାରି ବାଧୁଛି ନା? ବାଧିବନି ନା? ପଚାରିଲୁ ସମସ୍ତଙ୍କୁ କଣ ମୋ ପାଖରେ ତୁ କେମିତି ଦେଖାଯାଉଛୁ? ମୁଁ କହୁଛି ଶୁଣ। କଣ? ଅମିତାଭ ବଚ୍ଚନ ପାଖରେ ଜୟା ବଚ୍ଚନ ପରି। ଆଉ କଣ ଗେଡି ତୁ ଯାଇ ବଲିଉଡ ଧଇଲୁଣୁ ଆଉ କଣ? ଚାଲ ଗେଡି। ଅପା 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 ଆଇଲୁ ଅପା ଆଇଲାଣି ତ କଥା ବୁଝି ଅପା ଇରେ ମାରୁଛି ମାରୁଛି କିଏ ମାଇଲା? ସେଇ ମାରୁଛି। କଣ ସେଇ ଦେଖିଲ ବା ମାରେ ମୋ ଗାଲଟା କେମିତି ନାଲି ପକେଇ ଦେଇଛି। ପୁଅ ପିଲାଟା ଝିଅ ପିଲାଟା ତତେ ହାତ ଉଠୁଛି ମୁଁ ଜାଣିପାରୁନି। ଅପା ସେ ତୁଛା ମିଛ ଗୁଡା କହୁଛି ତୁ କଣ ଜାଣିନୁ? ଏମିତି ମିଛ କହୁଛି ବୋଲି ଭଗବାନ ତାକୁ ଗେଡି କରିଛନ୍ତି। କଣ କହିଲୁ? ମୁଁ ମିଛ କହୁଛି? ତୁ ଆଉ କଣ? ଅପା ତମେ ନିଜେ ଦେଖ ମୋ ଗାଲଟା ନାଲି ପଡନି। ଦେଖ ଦେଖ ମୁଁ କହୁଛି ଗାଲଟା କେତେ ଦୂର ନାଲି ପଡିଯାଇଛି। ଆଉ ଅଛି ଝାଡ଼ିଲା ପରେ ଆଉ ନାଲି ଅଛି? ତୁଛା ଅଭିରଗୁରା ଲଗେଇଛି କହିଲା ମାରିକି ନାଲି କରିଛି। ଚାଲ ଗେଡି। ସେ ଯାହା ବି ହଉ ନା କାହିଁକି ଆଉ ତୁ ଗୋଟେ କେମିତି ତାପରେ ହାତ ଉଠଉଛୁ କହିଲୁ? ମତେ ଜମା ଭଲ ଲାଗୁନି। ବୁଝ କହୁନୁ କଣ କହୁଛି ଶୁଣ। ତୁ କହିବୁ କଣ ଜାଣିଛୁ କଣ କହିବୁ? ଆମେ ସବୁ ଜାଣିଛୁ। ହେଲା ସେ ମତେ ମାଇଲା ବେଳେ ତମେ କଣ ଏଠି ଥିଲ? ଆମେ ନଥିଲେ ବି ତ ଗୁଣ ବିଷୟରେ ଆମକୁ କଣ ଅଜଣା? ତୁ ଯାହା କହୁଛୁ ସବୁ ମିଛ। ଦାଦି ରେଡି ପୁରା ରେଡି। କଣ ଦାଦି ଖୁଡି ତମେ ଜମା ଜାଣିନ ବୁଝିଲ ନା? ଆମକୁ ପିଲାଟି ବେଳେ ଦେଖୁଛି କଥା କଥାକେ ହାତ ଉଠେଇବା ତାର ଗୋଟେ ଅଭ୍ୟାସ ବୁଝିଲ ନା? ଆମେ ବି ରାମକୁ ବହୁତ ବର୍ଷରେ ଦେଖି ଆସୁଛୁ। କାହାକୁ ବଡ ପାଟିର କଥା ବୋଧେ ହୁଏନି। ହାତ ଉଠେଇବା ତ ଦୂରର କଥା। ଖୁଡି ଆଇ ଲଭ୍ ୟୁ ରହିଯାଅ। କଣ ଘଟଣା ଘଟିଲାଣି ଦେଖିବୁ ଯା। ମୁଁ ବା କହୁଛି ସେ ମତେ ମାଇଲା। ଭଲ କରିଛି। ତୁ ତା ସାଙ୍ଗରେ ଯୁକ୍ତି କରିଥିବୁ ନହେଲେ ତାକୁ ବିରକ୍ତ କରିଥିବୁ। କଣ କହୁଛୁ ବାପା? ତଥାପି ମୁଁ ରାମକୁ ଯେତିକି ଜାଣିଛି ନା ସେ କେବେ ରାଧା ଉପରକୁ ହାତ ଉଠେଇનથી। ଚାନ୍ସ ନାହିଁ। ଜାଣିନ ବୁଝିଲ ନା? ପକ୍କା ବଦମାସ। ପୁଅ ପିଲା ଟିକେ ବଦମାସ ହବା ଦରକାର। ତା ନହେଲେ ଆଜିକାଲି ଯୁଗରେ ଚଳିବା କାଠି କର ପାଠ। ଦାଦି ରେଡି ଏ ପୁରା ରେଡି। ହଁ ତା ଛଡା ତୁ ମୋ ଝିଅକୁ ଜାଣିନୁ ବା ସବୁଦିନ ପୁରା ଘରେ ତା ନାଁରେ ଗପେ। ପ୍ରତିଦିନ ରାମ ନାଁରେ ମିଛ ସତ ଯୋଡ଼ିକି କହିବା ତାର ଗୋଟେ ଅଭ୍ୟାସ। ତୁ ତା କଥା ଜମା ବିଶ୍ୱାସ କରୁନି। ଶୁଣିଲୁ ତ? ନାଇଁ ଶୁଣିଲୁ ତ? ବର୍ତ୍ତମାନ ଦାଦି ଆଉ ଖୁଡିଙ୍କ କଥାରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଇଗଲା ଯେ ରାମ ଇଜ ଏ ଗୁଡ୍ ବୟ। ଏ ଦାଦି ରେଡି ପୁରା ରେଡି। ଆଉ ଏ ଗେଡି ଦେଖିଲୁ ତ? ପ୍ରମାଣ ପାଇଲୁ ତ? ଝିଅ ଛୁଆଟେ ରାମ ଉପରୁ କେମିତି ଟେଇ ଟେଇକି ମାରୁଛି। ଭଲ କରିଛି ସେ। ଭଲ କରିଛି ଏକଦମ ଭଲ। ସବୁବେଳେ ତାର ପୁଣି ଗୋଟେ ମାନ ସମ୍ମାନ ସବୁବେଳେ ତାକୁ ଗେଡି ଗେଡି ବୋଲି ଚିଡେଇବ। ସେ ଚିଡିକିରି ହାତ ଉଠେଇବି ନା। ରାଧାଟା ଆମର କେତେ ସୁନ୍ଦରୀ ଝିଅଟା। ସୁନ୍ଦରୀ ଆଉ କଣ? ତୁଛା ଗେଡି ଗେଡି। ଦାଦି ଖୁଡି ତମେ ତେଲୁଗୁ ସୁନ୍ଦରୀ। ଚାଲ। ହଁ ହଁ ଚାଲ ଚାଲ। ଆମ ଶିକ୍ଷା କେନ୍ଦ୍ର ବିଷୟରେ ତୋ ସହିତ ମୋର କିଛି ଆଲୋଚନା ଅଛି। ଭାବୁଛି ଏଥର ଶିକ୍ଷା କେନ୍ଦ୍ର ଦାୟିତ୍ୱ ତୋତେ ଦେଇ ମୁଁ ଟିକେ ଚିନ୍ତାମୁକ୍ତ ହେଇଛି। ଏଇ ତୁ ଘରକୁ ଯାଉନୁ? ସେମାନେ